वेलकम टू प्रत्युष एचएससी क्लासेस को मु स्वागत करुच्चे। प्रत्युष पूर्व वीडियो रे आम जो पूर्व लेसन में जो आलोचना करथिले यूनिट 5 रे थिबा उत्कल सम्मिलनी से उत्कल सम्मिलनी रो केमिति फॉर्मेशन केमिति गठन होइथिला से विषय रे जहाँ ता संपर्कित किछि प्रश्न रही अछि क्वेश्चंस और आंसर किसी हमें डिस्कशन करिबा। डिस्कशन रही है पार्ट 1 केवल 2 मार्क्स एवं 1 मार्क्स वाला क्वेश्चन हमें डिस्कशन करिबा। 1 मार्क्स एवं 2 मार्क्स वाला ये होची पार्ट 1। या पर पार्ट 2 में आनिबा या पर पार्ट 2 आनिबा एमसीक्यूज। ओके तबे आलोचना करिबा उत्कल सम्मिलनी रो गठन विषय रे। प्रथम प्रश्न अछि जे केउठारे एवं कहा प्रेरणा रे गंजाम जातीय समिति गठित होइथिला। केउठारे एवं क्वेश्चन हेउची जे केउठारे एवं कहा प्रेरणा रे जो गंजाम रे जो केउठारे एवं कहा प्रेरणा रे गंजाम जातीय समिति गठित होइतला। ये होची प्रश्न। तो ये होची 2 मार्क वाला क्वेश्चन। तो आम तार उत्तर रखीचे मध्य से उत्तर में आलोचना करिबा। बे ये उत्कल सम्मिलनी रो जो गठन संपर्क रे से क्वेश्चन कहूची जे केउठारे एवं कहा प्रेरणा रे गंजाम जातीय समिति गठित होइथिला। तो तार उत्तर रे देखिबा जे से कौन कहूची ना 1903 मसीहा रे केतक उत्साही ओडिया चिलिका ह्रदकूल निकटस्थ रंभा गंजाम जिलार रंभा ठारे एकत्र होइथिले एवं उक्त स्थान रे सेही रंभा ठारे से स्थान रे एकत्र हेबा परे खलिकोट राजा हरिहर मर्दराज क्यों कहार प्रेरणा रे ना खलिकोट राजा हरिहर मर्दराज देवंक प्रेरणा रे गंजाम जातीय समिति भलवार मन रखिंतु। गंजाम जातीय समिति नाम रे एक अनुष्ठान गठन होइथिला बा गठन करथिले। एला प्रथम प्रश्न। तापरे द्वितीय प्रश्न कहूची जे मधुबाबू कौन पाई एक सर्वबृहत एक बृहत जातीय अनुष्ठान रो आवश्यकता अनुभव करथिले। जो मधुबाबू कौन पाई एक बृहत जातीय अनुष्ठान रो आवश्यकता अनुभव करथिले काहेकि कौन पाई काहेकि ना काहेकि ब्रह्मपुर ठारे आयोजित होइथिबा गंजाम जातीय सभारे ओडिशा
ଗଞ୍ଜାମ ଜାତୀୟ ସଭାରେ ଓଡ଼ିଶା, ବଙ୍ଗ, କେନ୍ଦ୍ରୀୟ ପ୍ରଦେଶ ଏବଂ ମାନ୍ଦ୍ରାଜ ପ୍ରେସିଡେନ୍ସିର ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ଏହି ଗଞ୍ଜାମ ଜାତୀୟ ସଭାରେ ଏବଂ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଏବଂ ମଧୁବାବୁ ଏଥିରୁ ଅନୁଭବ କଲେ ଯେ କ'ଣ ଅନୁଭବ କଲେ ନା ଯେଉଁ ବିଚ୍ଛିନ୍ନ ହୋଇ ରହିଯାଇଥିବା ଅଞ୍ଚଳ ଗୁଡ଼ିକର ସମୂହ, ସେଇ ଅଞ୍ଚଳ ସମୂହର କେମିତି ମିଶ୍ରଣ ହୋଇପାରିବ ଓ ତା ସହିତ ମିଶ୍ରଣ ହେବ ଏବଂ ସ୍ୱତନ୍ତ୍ର ଓଡ଼ିଶା, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କେମିତି ହେବ, ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା କେମିତି ପାଇବ। ତ ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ ସମଗ୍ର ଉତ୍କଳର ପ୍ରତିନିଧିତ୍ୱ କରୁଥିବା ଏକ ବୃହତ୍ ଜାତୀୟ ଅନୁଷ୍ଠାନର ଏକାନ୍ତ ଆବଶ୍ୟକତା ରହିଛି, ଯାହାଦ୍ୱାରା କି ସମସ୍ତେ ଜାଣିପାରିବେ, ସମସ୍ତେ ଜାଗ୍ରତ ହୋଇପାରିବେ, ସମସ୍ତେ ନିଜ ନିଜର କର୍ତ୍ତବ୍ୟ ବିଷୟରେ ଜାଣିପାରିବେ। ତେଣୁ ଗଞ୍ଜାମ ଜାତୀୟ ସଭାର ସଫଳତା ମଧୁବାବୁଙ୍କୁ ସମଗ୍ର ଓଡ଼ିଶା ପାଇଁ ଏକ ଜାତୀୟ ସଭା ଡକାଇବାକୁ ପ୍ରେରଣା ଦେଇଥିଲା। ଏବଂ ପରବର୍ତ୍ତୀ ପ୍ରଶ୍ନକୁ ଯିବା ଯେ ପରବର୍ତ୍ତୀ ପ୍ରଶ୍ନ କହୁଛି 1903 ମସିହାରେ କେଉଁଠାରେ ଉତ୍କଳ ସଭା ଆହୁତ ହୋଇଥିଲା ଏବଂ ଏଠାରେ ଉତ୍କଳ ସଭା ଯେଉଁଠାରେ ବି ଆହୁତ ହେଲା ସେଠାରେ କ'ଣ ନିଷ୍ପତ୍ତି ନିଆଗଲା? ତାହେଲେ କ'ଣ ନିଷ୍ପତ୍ତି ନିଆଗଲା ନା 1903 ମସିହାରେ ଗଞ୍ଜାମ ଜାତୀୟ ସଭାର ଠିକ୍ ପରେ ମଧୁବାବୁ କଟକଠାରେ ଉତ୍କଳ ସଭା, କେଉଁଠାରେ ଫର୍ମେସନ୍ ହୋଇଥିଲା ଉତ୍କଳ ସଭା ନା କଟକଠାରେ ଉତ୍କଳ ସଭା ଆନୁକୂଲ୍ୟରେ ଏକ ସଭା ଆହ୍ୱାନ କରିଥିଲେ ଏବଂ ଏହି ସଭାରେ ସମଗ୍ର ଓଡ଼ିଶା ତଥା ବିଚ୍ଛିନ୍ନାଞ୍ଚଳ ସମୂହର ଏକତ୍ରୀକରଣ, ବିଚ୍ଛିନ୍ନାଞ୍ଚଳ ଯେଉଁ ହୋଇକି ରହିଥିଲା ସେହି ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ଦିଗରେ ଉଦ୍ୟମ କରିବା ପାଇଁ, ଚେଷ୍ଟା କରିବା ପାଇଁ ଏକ ଜାତୀୟ ଗଠନ ଅନୁଷ୍ଠାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହି ଜାତୀୟ ଅନୁଷ୍ଠାନ ନାମ ରଖାଗଲା ଉତ୍କଳ ସମ୍ମିଳନୀ। କ'ଣ ରଖାଗଲା? ଉତ୍କଳ ସମ୍ମିଳନୀ ଭାବରେ ନାମ ରଖାଗଲା। ଏବଂ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପାଇଁ କିଏ ସଭାପତି ଓ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ? କାହାକୁ ମନୋନୀତ କରାଯାଇଥିଲା? ତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପାଇଁ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ କେଉଁ ହିସାବରେ ସଭାପତି ଏବଂ ଆଉ ରହିଲେ ମଧୁସୂଦନ ଦାସ, ସେ କେଉଁ ହିସାବରେ ତାଙ୍କୁ ମନୋନୀତ କରାଯାଇଥିଲା? ସମ୍ପାଦକ ସେକ୍ରେଟାରୀ। ନାରାୟଣ ଭଞ୍ଜଦେଓ ପ୍ରେସିଡେଣ୍ଟ। ଏବଂ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କେଉଁଠାରେ? ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ 1903 ମସିହା ଡିସେମ୍ବର
30 ଓ 31 ତାରିଖରେ ଅନୁଷ୍ଠିତ ହୋଇଥିଲା। କେଉଁଠି ଅନୁଷ୍ଠିତ ହୋଇଥିଲା ନା ଏହି ଅଧିବେଶନ କଟକଠାରେ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଖଲିକୋଟକୁ କନିକା ଓ ମୟୂରଭଞ୍ଜ ରାଜାଙ୍କ ବ୍ୟତୀତ ତାଙ୍କୁ ଛାଡ଼ିଦେଲା ପରେ ଆଉ ଅନ୍ୟ କେଉଁ ରାଜାମାନେ ଏହି ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେଇଥିଲେ ନା କେଉଁମାନେ ଯୋଗ ଦେଇଥିଲେ ଦେଖିବା। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଖଲିକୋଟ ଏବଂ କନିକା ଏବଂ ମୟୂରଭଞ୍ଜର ରାଜା ଇତ୍ୟାଦି ଯୋଗ ଦେଇଥିଲେ ଏବଂ ସେମାନଙ୍କ ବ୍ୟତୀତ ସେ ଯେଉଁ କନିକାର ରାଜା ମୟୂରଭଞ୍ଜର ରାଜା ସେମାନଙ୍କ ବ୍ୟତୀତ ଢେଙ୍କାନାଳର ରାଜା କିଏ ନା ସୁରପ୍ରତାପ ମହେନ୍ଦ୍ର ବାହାଦୁର, କେଉଁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଓ ଆଠଗଡ଼ର ରାଜା ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ଏବଂ ତାଳଚେରର ରାଜା କିଏ ନା କିଶୋର ଚନ୍ଦ୍ର ହରିଚନ୍ଦନ ଇତ୍ୟାଦି ମଧ୍ୟ ସେ ଅଧିବେଶନରେ ଯୋଗ ଦେଇଥିଲେ। ଏବଂ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଯେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ କେଉଁ ପ୍ରସ୍ତାବ ଗୃହୀତ ହୋଇଥିଲା ଓ କ'ଣ ଅନୁମୋଦିତ ହୋଇଥିଲା। ତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଓଡ଼ିଶାର କଳା ଓ ସାହିତ୍ୟର ଉନ୍ନତି ସମ୍ପର୍କିତ ଓ ଓଡ଼ିଶାର କଳା ଓ ସାହିତ୍ୟ କେମିତି ଉନ୍ନତି ହୋଇପାରିବ ଉନ୍ନତି ସମ୍ପର୍କିତ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ଲର୍ଡ଼ କର୍ଜନଙ୍କ ସରକାର ଗୃହ ସଚିବ ହେନରୀ ରିସ୍ଲେଙ୍କ ପ୍ରସ୍ତାବ ସମ୍ବଳିତ ଦଲିଲ ବା ରିସ୍ଲେ ସର୍କ୍ୟୁଲାର ସେ ହେନରୀ ରିସ୍ଲେଙ୍କର ପ୍ରସ୍ତାବିତ ସମ୍ବଳିତ ଦଲିଲ ବା ତାକୁ ମଧ୍ୟ କୁହାଯାଏ ରିସ୍ଲେ ସର୍କ୍ୟୁଲାରକୁ ଅନୁମୋଦନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ଉତ୍କଳ ସମ୍ମିଳନୀର 8th ସେସନ୍ ଅଷ୍ଟମ ଅଧିବେଶନ କେଉଁଠାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଠାରେ ମଧୁସୂଦନ ସରକାରଙ୍କର କେଉଁ ନିଷ୍ପତ୍ତିକୁ ସେ ବିରୋଧ କରିଥିଲେ। ଦେଖିବା ଯେ 1912 ମସିହା ଏପ୍ରିଲ 6 ଓ 7 ତାରିଖରେ କେଉଁଠି ନା ବ୍ରହ୍ମପୁରଠାରେ ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମଧୁବାବୁ ବିହାର ଆଉ ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରିଥିଲେ। କାରଣ ଓଡ଼ିଶାକୁ ସ୍ୱତନ୍ତ୍ର କରିବାର ଅଛି ନା, ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବା ତ ବିହାର ସାଙ୍ଗରେ କାହିଁକି ପୁଣି ରଖାଯିବ। ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ସ୍ୱତନ୍ତ୍ର କରିଦିଆଯିବା ଦରକାର। ସମ୍ପୂର୍ଣ୍ଣ ଭାବେ ସେ ସରକାରଙ୍କ ନୀତିକୁ ବିରୋଧ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା। ତେବେ ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ 1914 ମସିହା ଡିସେମ୍ବର 26 ଓ 27 ତାରିଖରେ କେଉଁଠାରେ ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହୋଇଥିଲା ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ। ଓକେ। ପରବର୍ତ୍ତୀ ପ୍ରଶ୍ନ ଯେ 1925ରେ ଉତ୍କଳ ସମ୍ମିଳନୀର ଅଧିବେଶନ କେଉଁଠାରେ ଏବଂ କାହା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। 1925 ମସିହାରେ କଟକଠାରେ 1925 ମସିହାରେ କଟକଠାରେ
कल्पतरु दास किए ना कल्पतरु दासଙ୍କ अध्यक्षताରେ बा तांकर सभापतित्व उत्कल सम्मिलन अधिवेशन अनुष्ठित होइथिला। एवं परवर्ती प्रश्न देखिबा 3 नंबर आसीगला। तो 3 नंबर रे आम 1 मार्किया क्वेश्चन ही आलोचना 1 मार्क प्रश्न है। ओके तेणु प्रथम प्रश्न कहूँ काहा नेतृत्व रे बंग जातीय सभा अनुष्ठित होइथिला। काहा नेतृत्व रे काहा नेतृत्व रे ना सार सुरेंद्रनाथ बनर्जी। काहा नेतृत्व रे सार सुरेंद्रनाथ बनर्जी नेतृत्व रे बंग जातीय सभा गठित होइथिला। तबे परवर्ती प्रश्न कौन गंजाम जातीय समितिर उद्देश्य कौन थिला। गंजाम जातीय समिति जो गठन होइथिला से गंजाम जातीय समितिर उद्देश्य कौन थिला ना गंजाम और अन्यान्य जो दक्षिणांचल जिला मानकु तथा ओडिशार अन्यान्य अंचल को एक शासनाधीन रखिबा पई उद्यम करिबा थिला एई समिति गंजाम जातीय समितिर मुख्य उद्देश्य जे एई दक्षिणांचल एवं गंजाम सहित अन्यान्य दक्षिणांचल जिला मानकु तथा ओडिशार अन्यान्य अंचल को एक शासनाधीन रे रखिबा थिला एई समितिर उद्देश्य। परवर्ती प्रश्न जे वैकुंठनाथ दे केउं अंचलर व्यक्ति थिले ना वैकुंठनाथ दे से बालेश्वर जिल्लार राजा बा बालेश्वर से जड़े व्यक्ति थिले। तबे परवर्ती प्रश्न जे उत्कल सम्मिलनी रो अष्टम अधिवेशन टिके पूर्व आम आलोचना कले। उत्कल सम्मिलनी रो प्रथम अधिवेशन केबे अनुष्ठित होइथिला केबे 1912 एप्रिल 6 और 7 1912 एप्रिल 6 और